ଓଡ଼ିଶା ଛୁଇଁଲା ମୌସୁମୀ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହୋଇଛି। ଅର୍ଥାତ୍ ପ୍ରଥମେ ଦକ୍ଷିଣ ଓଡ଼ିଶା ଛୁଇଁଛି ମୌସୁମୀ ବାୟୁ। ଏନେଇ ସୂଚନା ଦେଲେ ପାଣିପାଗ ବିଭାଗ। ଦୀର୍ଘ 16 ବର୍ଷ ପରେ ମେ ମାସରେ ଓଡ଼ିଶା ଆସିଲା ମୌସୁମୀ। 2009 ମସିହା ଶେଷ ଥର ପାଇଁ ମେ 25 ତାରିଖରେ ଓଡ଼ିଶା ଆସିଥିଲା ମୌସୁମୀ। ଆଉ ଚଳିତ ବର୍ଷ ଅର୍ଥାତ୍ 16 ବର୍ଷ ପରେ ମେ 28 ତାରିଖ ଅର୍ଥାତ୍ ଆଜି ଓଡ଼ିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଯାହା ଅନୁମାନ କରାଯାଉଥିଲା ତାହା ହୋଇଛି। ସଅଳ ଓଡ଼ିଶା ଛୁଇଁଛି ମୌସୁମୀ ବାୟୁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ମାତ୍ର ଦିନ କେଇଟା ପରେ ଓଡ଼ିଶା ଛୁଇଁଛି। ନିର୍ଦ୍ଧାରିତ ସମୟରେ ବେଶ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ। ଚଳିତ ବର୍ଷ ନିର୍ଦ୍ଧାରିତ ସମୟଠାରୁ 12 ଦିନ ପୂର୍ବରୁ କେରଳ ଛୁଇଁଥିଲା ମୌସୁମୀ ବାୟୁ। ଆଉ ସେହି ଅନୁଯାୟୀ ଓଡ଼ିଶାକୁ ମଧ୍ୟ ସଅଳ ଆସିବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ଆଉ ତାହା ହିଁ ହୋଇଛି। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଏହି ରକମୀ ପାଣିପାଗ ସୂଚନା ପାଇବା ପାଇଁ।